ନୂଆ ବର୍ଷରେ 3 ଥର ମିଳିବାକୁ ଯାଉଛି ସୁଭଦ୍ରା କିସ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଅପଡେଟ୍। ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍। ନୂଆ ବର୍ଷରେ ହିତାଧିକାରୀଙ୍କୁ ମିଳିବାକୁ ଯାଉଛି 3 କିସ୍ତି। ଏ ନେଇ ପୁଣି ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। 2025 ବର୍ଷ ହେବ ସୁଭଦ୍ରା ଯୋଜନାର ବର୍ଷ। ଆସନ୍ତା ନୂଆ ବର୍ଷ 25ରେ 3 ଥର ସୁଭଦ୍ରା ଟଙ୍କା ପାଇବେ ରାଜ୍ୟର ଲକ୍ଷ ଲକ୍ଷ ମହିଳା। ସିଧାସଳଖ ଡିବିଟି ମାଧ୍ୟମରେ ଆକାଉଣ୍ଟରେ ପହଞ୍ଚିବ ସୁଭଦ୍ରା ଟଙ୍କା। ପ୍ରଭାତୀ ପରିଡ଼ା କହିଛନ୍ତି ଯେ 2025 ମସିହାରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଖାତାକୁ ଯିବ। ମାର୍ଚ୍ଚ 8 ତାରିଖରେ ମହିଳା ଦିବସରେ ଏକାବେଳେ 1 କୋଟିରୁ ଅଧିକ ମହିଳାଙ୍କ ଖାତାକୁ ଯିବ 2 ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ଆପଣମାନେ ଆମର ଭିଡ଼ିଓ ଯଦି ଭଲ ଲାଗଲା ବେଲେ ଭିଡ଼ିଓକେ ଲାଇକ୍, ସବସ୍କ୍ରାଇବ୍ ଏଣ୍ଡ ସେୟାର ଗୋଟେ କରିଦେବେ। ଏନ୍ତା ଲେଟେଷ୍ଟ ଅପଡେଟ୍ ଭିଡ଼ିଓ ଆମେ ଆଗକେ ବି ଆନମୁ। ଆପଣମାନେ ସବସ୍କ୍ରାଇବ୍ କରିଥିବେ ବେଲେ ନିହାତି ଭାବରେ ପ୍ରଥମେ ଆମେ ଯେତେ ବି ଭିଡ଼ିଓ ଅପଲୋଡ଼ କରମୁ ଆପଣମାନଙ୍କର ପାଖକେ ଯିବା।